ତ ପଢ଼ିଥିଲା। ନେକ୍ସଟ ଆମେ ପଢ଼ିବା କ'ଣ ପଢ଼ିବା? ନେକ୍ସଟ ଦେଖିବା ସେହି କୃଷି କଥାର ଉଦାହରଣ ନେଇ ଅନ୍ୟ ପକ୍ଷରୁ ବିଚାର କଲେ। ଯେଉଁ ସେଇ କୃଷି କଥାର ଉଦାହରଣକୁ ନେଇ ଆମେ ଅନ୍ୟ ପକ୍ଷରୁ ବିଚାର କଲେ ବିଦେଶୀ ମାଧ୍ୟମ ଯୋଗୁଁ ଆମ ଭାଷା କ'ଣ ହରାଇଛି। ଯେତେବେଳେ ବିଦେଶୀ ଭାଷା ଆସିଲା ସେତେବେଳେ ଆମ ଭାଷା କ'ଣ ହରେଇଛି ତା ସ୍ପଷ୍ଟ ଜାଣି ହେବ। ବୁଝିଲା। ଇଂରାଜୀ ଭାଷାରେ ସବୁ ଲେଖିବା ପଢ଼ିବା ଫଳରେ ମାତୃଭାଷାର କୃଷି ବିଷୟରେ ଯେତେ ଟେକ୍ନିକାଲ ଇଡିୟମ ଅଛି ତାକୁ ଇଂରାଜୀ ପଢ଼ୁଆ କୃଷକ କାଳକ୍ରମେ ଭୁଲି ଯାଉଛି। ହଁ ନା ନାହିଁ? ଯେଉଁ ଇଂରାଜୀ ଭାଷାରେ ଯେତିକି ବି ଟେକ୍ନିକାଲ ଇଡିୟମ ମାନେ ଅଛି, ଯେତିକି ବି ଟେକ୍ନିକାଲ ନିୟମ ମାନେ ଅଛି, ପ୍ରୟାସ କରିଛନ୍ତି ଇଂରାଜୀ ଭାଷାରେ ଲେଖାଯାଉଥିବାରୁ ତାକୁ ଇଂରାଜୀ ପଢ଼ୁଆ କୃଷକ କାଳକ୍ରମେ ସେ କ'ଣ କରୁଛି? ଭୁଲି ଯାଉଛି ନା ନାହିଁ? ସେଇ ଭାଷା ଯାହା ପଢ଼ୁଛି ସେ କିଛି ସମୟ ଯାଇକି ଇଂରାଜୀ ଶିକ୍ଷକ ଯାଇକି ସେ କୃଷକମାନଙ୍କୁ କହିଦେଉଛି, ଇଂରାଜୀରେ କହିଦେଉଛି, କିନ୍ତୁ କିଛି ସମୟ ପରେ ସେ କ'ଣ କରୁଛି? ସେ କୃଷକଟି ଭୁଲି ଯାଉଛି। ବୁଝିହେଲା ନା ନାହିଁ? ସେହି ପରିମାଣରେ ଆମ ମାତୃଭାଷାର କ୍ଷତି ହେଉଛି। ଯାହାଫଳରେ କ'ଣ ହେବାରେ ଲାଗୁଛି? ଆମ ମାତୃଭାଷାରେ ଅନେକ କ୍ଷତି ମଧ୍ୟ ଦେଖାଯାଉଛି। ସେହି ଇଂରେଜୀ ପଢ଼ୁଆ ଲୋକ ମାତୃଭାଷାରେ ଲେଖିବା ପଢ଼ିବା ପାଇଁ ନାରାଜ। ଯିଏ ଇଂରେଜୀ ଟିକେ ଜାଣିଯାଇଛି ସେ ନିଜ ମାତୃଭାଷାରେ ପଢ଼ିବା ଏବଂ ଲେଖିବା ପାଇଁ ମଧ୍ୟ କ'ଣ ହୋଇଛି? ନାରାଜ ହୋଇ ଉଠୁଛି। ବୁଝିହେଲା। ତେଣୁ ମାତୃଭାଷାରେ କୃଷି ବିଷୟରେ ଟେକ୍ନିକାଲ ଶବ୍ଦ ତିଆରି ହେବାର ସମ୍ଭାବନା ନାହିଁ। ବୁଝିହେଲା ନା ନାହିଁ? ତେଣୁ ମାତୃଭାଷା ଯଦି କୃଷି ବିଷୟରେ କିଛି ପଢ଼ିବା, କିଛି ଜାଣିବା, ତାହେଲେ ସେ ଟେକ୍ନିକାଲ ଶବ୍ଦ ପାଇଁ ତିଆରି ହେବା ସମ୍ଭାବନା ହୋଇପାରୁନାହିଁ। ଦେଖ, ପୁଣି ୟାକୁ ଆଲ କରି କୁହାଯାଇଛି। ବୁଝିହେଲା ନାହିଁ? ୟାକୁ ଆଲ କରି କୁହାଯାଇଛି ଯେ ଆମ ଭାଷାରେ ତ ପାରିଭାଷିକ ଶବ୍ଦ ନାହିଁ। ତାକୁ ଦେଖିକି କହିବା ଆମ ଭାଷାରେ ତ ପାରିଭାଷିକ ଶବ୍ଦ ନାହିଁ, ଆମେ ଲେଖାପଢ଼ା କରିବୁ କେମିତି? ବାପରେ, ଆମ ଭାଷାରେ ପାରିଭାଷିକ ଶବ୍ଦ ନାହିଁ? ଯାହା ନାହିଁ ଭାଗବତେ ତାହା ନାହିଁ ଜଗତେ ବା। ତ କ'ଣ ହେଇଛି? ଆମ ଯେଉଁ ଓଡ଼ିଆ ଭାଷାରେ ପାରିଭାଷିକ ଶବ୍ଦ ନାହିଁ କହୁଛନ୍ତି, ଯେଉଁମାନେ ଇଂରାଜୀ ପଢ଼ୁଛନ୍ତି, ଇଂରାଜୀ ବିଷୟରେ ଲେଖୁଛନ୍ତି, ମାନେ କହୁଛନ୍ତି ତାହେଲେ ଆମେ ଲେଖାପଢ଼ା କରିବୁ କେମିତି? ଏହା ହେଲା ଭାଷା ମାପଚକ୍ର। ଏହା ହେଉଛି କ'ଣ? ଭାଷାର ମାପଚକ୍ର। କରିବାର ସୁଯୋଗ ନାହିଁ ଓ ନ କରିଥିବାରୁ ଆଉ ସୁଯୋଗ ଦିଆଯିବ ନାହିଁ। କରିବା ପାଇଁ ସୁଯୋଗ ମଧ୍ୟ ନାହିଁ, ଆଗରୁ କରିନଥିବାରୁ ମଧ୍ୟ ସୁଯୋଗ ଦିଆଯିବ ନାହିଁ। ବୁଝିହେଲା। ଫଳରେ ଇଂରାଜୀ ଛଡ଼ା ଆମର ଆଉ ମୁକ୍ତି ନାହିଁ। ଯାହାଫଳରେ କ'ଣ? ଇଂରାଜୀ ଆବଶ୍ୟକ। ଯଦି ଆମ ଓଡ଼ିଆ ଭାଷାରେ ପାରିଭାଷିକ ଶବ୍ଦ ନାହିଁ ତାହେଲେ ଆମ ପାଖରେ ଆଉ କ'ଣ? ଆଉ ଖାଲି ମାତ୍ର ଅପସନ୍ ଅଛି ଇଂରାଜୀ ଛଡ଼ା ଆଉ ମୁକ୍ତି ନାହିଁ ବୋଲି କୁହାଯାଉଛି। ହଁ ନା ନାହିଁ? ଓଡ଼ିଶାରେ ଯେତେବେଳେ କୃଷି କଲେଜ ସ୍ଥାପନ କରାଗଲା, ଶିକ୍ଷା ମାଧ୍ୟମକୁ ଓଡ଼ିଆ କରିବା ପାଇଁ କେହି ଉପଦେଶ ଦେଇଥିଲେ। ଯେତେବେଳେ ଆମ ଓଡ଼ିଶାରେ କ'ଣ କୃଷି କଲେଜ ମାନ ତିଆରି କରାଗଲା, ସେତେବେଳେ ସେଇ ଶିକ୍ଷା ମାଧ୍ୟମକୁ କ'ଣ କରିବା ପାଇଁ ପରାମର୍ଶ ଦେଲେ? ଓଡ଼ିଆ କରିବା ପାଇଁ ପରାମର୍ଶ ଦେଲେ। କିନ୍ତୁ ଆମର ଆବଶ୍ୟକ ଶକ୍ତି କିମ୍ବା ସାହସ ନଥିବାରୁ ସେହି ଗତାନୁଗତିକ ବାଟରେ କାମ ଚାଲିଲା। ବୁଝିହେଲା ନା ନାହିଁ? ଆମ ପାଖରେ ସେହି ଆବଶ୍ୟକତା ନଥିଲା, ସେହି ଶକ୍ତି ନଥିଲା, ସେହି ସାହସ ନଥିଲା ଯେ ଆମେ ଓଡ଼ିଆ ଭାଷାରେ ଶିକ୍ଷା ଦେଇପାରିବା। ଓଡ଼ିଆ ଭାଷାର ପରିଭାଷା ନଥିଲା। ବୁଝିଲା ନା ନାହିଁ? ଶବ୍ଦ ନଥିଲା ଇଂରାଜୀର। ଯାହାଫଳରେ ସେ ଯେମିତି ଇଂରାଜୀ ଚାଲୁଛି ସେମିତି ଇଂରାଜୀ ବାଟରେ କାମ କରିବାକୁ ପଡ଼ିଲା। ମାତୃଭାଷାରେ ଶିକ୍ଷା ହୋଇପାରିଥିଲେ କ'ଣ ହେଇଥାନ୍ତା? ଦେଶରେ ଇଂରେଜୀ ଅନଭିଜ୍ଞ ଅଥବା ଭଲ ଅଭିଜ୍ଞ କୃଷକମାନେ ସେଠି ସାମୟିକ ଶିକ୍ଷା ନେଇପାରିଥାନ୍ତେ। ହଁ, ଯଦି ମାତୃଭାଷାରେ ଶିକ୍ଷା ହୋଇପାରିଥାନ୍ତା ତାହେଲେ କ'ଣ? ଯେଉଁମାନେ ଇଂରାଜୀରେ ଅନଭିଜ୍ଞ, ଯିଏ ଜାଣିନାହିଁ ଇଂରାଜୀ ଭାଷା, ଯିଏ ଜାଣିନାହିଁ, ଯାହା ପାଖରେ ବିଜ୍ଞ ନାହିଁ, ଜ୍ଞାତ ନାହିଁ, ଯାହାକୁ ଇଂରାଜୀର ଜଣା ନାହିଁ, ତାହେଲେ କ'ଣ ହେଇଥାନ୍ତା? ଅଥଚ ଭଲ ଅଭିଜ୍ଞ କୃଷକମାନେ ସେଠି ସାମୟିକ ଶିକ୍ଷା ନେଇପାରିଥାନ୍ତେ।
ହଁ ନା ନାଇଁ ଯେଉଁମାନେ ଭଲ ଭଲ ଅଭିଜ୍ଞ ଓଡ଼ିଆ ଭାଷାରେ କହିପାରୁଥିବା ଅଭିଜ୍ଞ କୃଷକମାନେ କ'ଣ କରିପାରିଥାନ୍ତେ ଅଭିଜ୍ଞ ଯେଉଁମାନେ ଜାଣିଛନ୍ତି କୃଷକ ବିଷୟରେ ଜାଣିଛନ୍ତି ସେମାନେ ସେଠାରେ ସାମୟିକ ଶିକ୍ଷା ନେଇପାରିଥାନ୍ତେ ଓ ଆମ କୃଷି ଛାତ୍ରମାନେ ସେମାନଙ୍କ ପାଇଁ ସରଳ ପୁସ୍ତକମାନ ସହଜରେ ଲେଖିପାରିଥାନ୍ତେ ନା ନାଇଁ କୃଷି କୃଷି ଛାତ୍ରମାନେ ସେଇ କୃଷକମାନଙ୍କ ପାଇଁ ସହଜରେ କ'ଣ କରିପାରିଥାନ୍ତେ ସହଜରେ ସହଜିଆ ପୁସ୍ତକମାନ ଲେଖିପାରିଥାନ୍ତେ ଯେମିତିକି ସରଳ ଭାଷାରେ ବୁଝି ହେଇପାରିଥାନ୍ତା ସାଧାରଣ କୃଷକମାନେ ମଧ୍ୟ ତାହା ବୁଝିପାରିଥାନ୍ତେ କୃଷକଙ୍କ ଠାରୁ ଦୂରରେ ରହି ଯେଉଁ କୃଷି ସେଥିରେ ଋଷିଙ୍କ ଶ୍ରଦ୍ଧା ବି ହୋଇପାରିବ ନାହିଁ ହଁ ନା ନାଇଁ କ'ଣ ହେଇଛି କୃଷକଙ୍କ ଠାରୁ ଦୂରରେ ରହି ଯେଉଁ କୃଷି କ'ଣ କୃଷକଙ୍କ ଠାରୁ ଦୂରରେ ରହିଛି ଯେଉଁ କୃଷି ସେଥିରେ ଋଷିଙ୍କ ଶ୍ରଦ୍ଧା ବି ହୋଇପାରିବ ନାହିଁ ଏଠାରେ କୃଷିଙ୍କ ଶ୍ରଦ୍ଧା ମଧ୍ୟ ହୋଇପାରିବ ନାହିଁ ଏ ଦେଶ କୃଷକର ଯେଉଁ ପରମ୍ପରାଗତ ଅଭିଜ୍ଞତା ତାର ମୂଲ୍ୟ କିଛି ନାହିଁ ଏ ଦେଶ ଯେଉଁ କୃଷକର ପରମ୍ପରାଗତ ଯେଉଁ ଆମ ଦେଶ ଗୋଟେ କୃଷକ ପାରମ୍ପରିକ ଦେଶ ବୋଲି ଆମେ ଯେଉଁ ଅଭିଜ୍ଞତା କରୁଛୁ ଜଣାଉଛୁ ତାହେଲେ ସେର ମୂଲ୍ୟ କିଛି ଅଛି କି ମୂଲ୍ୟ କିଛି ନାହିଁ କିନ୍ତୁ କାରଣ କାହିଁକି ମୂଲ୍ୟ କିଛି ନାହିଁ କାରଣ ଆମ କୃଷି କ୍ଷେତ୍ରରେ ମଧ୍ୟ କୃଷି ଶିକ୍ଷାରେ ମଧ୍ୟ କ'ଣ ଇଂରାଜୀର ପ୍ରାଧାନ୍ୟ ଦିଆଯାଉଛି ଏବଂ ସାଧାରଣ ଜଣେ କୃଷି ବର୍ଷ ଧରି ଯିଏ କୃଷକ କାର୍ଯ୍ୟ କରିଛି ଯାହା ଭିତରେ ଅଭିଜ୍ଞତା ଅଛି ସେ କ'ଣ କରିପାରୁନାହିଁ ସେ ପଢ଼େଇ ପାରୁନାହିଁ ସେ ପଢ଼ିପାରୁନାହିଁ ବୁଝିପାରୁନାହିଁ ଏବଂ ନୂତନ ଟେକ୍ନିକାଲ ଜିନିଷ ସେ ଜାଣିପାରୁନାହିଁ ତ କ'ଣ କିଛି ମୂଲ୍ୟ ଅଛି କି କିଛି ମୂଲ୍ୟ ନାହିଁ ତାହେଲେ କିନ୍ତୁ ଜାପାନୀ ଓ ଆମେରିକାନ କୃଷକଙ୍କର ଯେଉଁ ଅଭିଜ୍ଞତା ସେହି ଆମର ମୂଲ୍ୟ ସମ୍ପଦ ବୁଝିହେଲା ନା ନାହିଁ କିନ୍ତୁ କ'ଣ ହେଲା ଜାପାନୀ ଆଉ ଆମେରିକାନ କୃଷକମାନଙ୍କର ଯେଉଁ ଅଭିଜ୍ଞତା ସେହି ଆମର ଅମୂଲ୍ୟ ସମ୍ପଦ ଯେଉଁ ଜାପାନୀମାନଙ୍କ ଆମେରିକାନମାନଙ୍କ କୃଷକ ଅଭିଜ୍ଞତା ସେମାନେ ହେଉଛି ଆମ ପାଇଁ ଅମୂଲ୍ୟ ସମ୍ପଦ ବୋଲି କହୁଛନ୍ତି ହଁ ନା ନାଇଁ ଆଜିର ଏହି ଯୋଜନାମୟ ଦେଶରେ କ'ଣ ହେଇଛି ଆଜିର ଏହି ଯୋଜନାମୟ ଦେଶରେ ଉନ୍ନୟନ କାର୍ଯ୍ୟ ଚାଲୁ ହେଉଛି ହଁ ସତ କଥା ଆଜିର ଏହି ଯୋଜନାମୟ ଦେଶରେ ଚାରିଆଡ଼େ କ'ଣ ହେଇପାରୁଛି ଉନ୍ନୟନ କାର୍ଯ୍ୟ ଚାଲୁ ହେଉଛି କେମିତି ଉନ୍ନତତର ହୋଇପାରିବ ସେଭଳିଆ କାର୍ଯ୍ୟ ଚାଲୁ ରହିଛି ରାସ୍ତାଘାଟ କାନ୍ଥ ବାଡ଼ ସବୁଠି ପ୍ରଚାର ପତ୍ର ଦେଖିବାକୁ ମିଳୁଛି ହଁ ନା ନାଇଁ ରାସ୍ତାରେ କାନ୍ଥରେ ବାଡ଼ରେ ସବୁଠାରେ ପ୍ରଚାର କରାଯାଉଛି ଯେଉଁତକ ମାତୃଭାଷାରେ ଲେଖା ହେଇଛି ସେତକ ଅକ୍ଷର ଚିହ୍ନିଥିବା ଯେକୌଣସି ଲୋକ ପଢ଼ିବାକୁ ଚେଷ୍ଟା କରୁଛି ଯେନ୍ ଟିକେ ଅକ୍ଷର କ'ଣ ମାତୃଭାଷାରେ ଲେଖା ହେଇଯାଇଛି ସେ କ'ଣ କରୁଛି ସେତିକି ହିଁ ପଢ଼ିବାକୁ ଚେଷ୍ଟା କରୁଛି କିନ୍ତୁ ଇଂରାଜୀରେ ଯାହା ଲେଖା ହୋଇଛି ଅନ୍ଧ ଆଗରେ ବତୀ ଜଳିଲା ପରି ସେମିତି ରହିଯାଇଛି ଯାହା ଯେଉଁ ପ୍ରଚାର କରାଯାଉଛି ଯେକୌଣସି ଜିନିଷ ବି ଯଦି ଓଡ଼ିଆ ଭାଷାରେ ନିଜର ମାତୃଭାଷାରେ ଯେମିତି ଲେଖା ହେଇଥିଲେ ଯେମିତି ସାଧାରଣ ଜଣେ ଲୋକ ମଧ୍ୟ ତାହା ତାର ଆଖି ସାଙ୍ଗେ ଦେଖାଯାଇଥାଏ ସେଟିକୁ ପଢ଼ି ଯାଇଥାଏ ଯଦି ଇଂରାଜୀ ଭାଷାରେ ଲେଖା ହେଇଥିଲେ କ'ଣ ଗୋଟିଏ ଅନ୍ଧ ପାଖରେ ଯେମିତି ବତୀ ଜଳୁଥାଏ ଗୋଟିଏ ଅନ୍ଧ ପାଖରେ ଯେମିତି ଆଲୁଅ ଜଳୁଥାଏ ଠିକ୍ ସେଇଭଳି ଭାବରେ ସେ ଲେଖା ମଧ୍ୟ ରହିଯାଇଥାଏ ନା ନାଇଁ ସେମିତି ଜାଳିଲା ପରି ସେଇମିତି ରହିଯାଇଛି ଗଛ ପତ୍ର କାନ୍ଥ ବାଡ଼ ଯୁଆଡ଼େ ଆଜିକାଲି ଦେଖିବ ଯେଉଁ କ'ଣ ଗଛ ପତ୍ର କାନ୍ଥ ବାଡ଼ ଯେନ୍ ସାଇଡ଼୍ରେ ଆଜିକାଲି ଦେଖିବ ଲେଖା ହେଇଛି NMEP ମାନେ ଜାତୀୟ ମ୍ୟାଲେରିଆ ନିରାକରଣ ପ୍ରୋଗ୍ରାମ କ'ଣ ଯେନ୍ ବି ଦେଖିବ କ'ଣ NMEP ତା ଅର୍ଥ ଜାତୀୟ ମ୍ୟାଲେରିଆ ନିରାକରଣ ପ୍ରୋଗ୍ରାମ ଇଂରାଜୀରେ କହିଲେ ନ୍ୟାସନାଲ ମ୍ୟାଲେରିଆ ଇରାଡିକେସନ ପ୍ରୋଗ୍ରାମ NMEPର ଫୁଲ୍ ଫର୍ମ କ'ଣ ନ୍ୟାସନାଲ ମ୍ୟାଲେରିଆ ଇରାଡିକେସନ ପ୍ରୋଗ୍ରାମ ବୁଝିହେଲା ଯଦି ସେ ତାକୁ ଓଡ଼ିଆରେ ଜାତୀୟ ମ୍ୟାଲେରିଆ ନିରାକରଣ ପ୍ରୋଗ୍ରାମ ଲେଖିଲେ ଯଦି ନିଜର ଆଞ୍ଚଳିକ ଭାଷାରେ ଲେଖା ଅଛି ତାହେଲେ ପଢ଼ିବେ ଯଦି ଇଂରାଜୀ ଭାଷାରେ ଲେଖା ହେଇଛି ତାହା ଅଣଦେଖା କରିବେ ଠିକ୍ ସେଇଭଳି ମ୍ୟାଲେରିଆ ବିରୋଧରେ ସରକାର କେମିତି ଯୁଦ୍ଧ ଘୋଷଣା କରୁଛନ୍ତି ବୁଝିହେଲା ନା ନାଇଁ ମ୍ୟାଲେରିଆ ବିରୁଦ୍ଧରେ ସରକାର କିଭଳି ଭାବରେ ଯୁଦ୍ଧ ଘୋଷଣା କରିଛନ୍ତି ଲୋକମାନଙ୍କ ମଧ୍ୟରେ ତାକୁ ପ୍ରଚାର କରିବା ପାଇଁ ଯଦି ଏହା ଲେଖା ହୋଇଥାଏ ତାହେଲେ ଇଂରେଜୀ ଅକ୍ଷରରେ ଲେଖା ହୋଇଛି କାହିଁକି ବୁଝିହେଲା ନା ନାଇଁ
ପ୍ରଶ୍ନ କରୁଛନ୍ତି ପ୍ରାବନ୍ଧିକ, ଯଦି ଲୋକମାନଙ୍କ ପାଇଁ ତାହା ପ୍ରଚାର ହେଉଛି ତାହେଲେ ସେ ଇଂରାଜୀ ଭାଷାରେ ଲେଖା ହୋଇଛି କାହିଁକି ଆଞ୍ଚଳିକ ଭାଷାରେ ଲେଖା ହୋଇନାହିଁ? ଓଡ଼ିଆରେ ଲେଖା ହୋଇଥିଲେ ଲୋକ ସରକାର ଉଭୟଙ୍କର ଲାଭ ହୋଇଥାନ୍ତା। ଯଦି ସେଇ ମ୍ୟାଲେରିଆ ନିବାରଣ ଯଦି ଲେଖା ହୋଇଥାନ୍ତା, ତା ପ୍ରଚାର ବିଷୟରେ ଯଦି ଲେଖା ହୋଇଥାନ୍ତା, ଓଡ଼ିଆରେ ଲେଖା ହୋଇଥାନ୍ତା, ତାହେଲେ କ'ଣ ହୋଇଥାନ୍ତା? ସରକାରଙ୍କ ମଧ୍ୟ ଲାଭ ହୋଇଥାନ୍ତା ଏବଂ ସାଧାରଣ ଲୋକଙ୍କ ମଧ୍ୟ ଲାଭ ହୋଇଥାନ୍ତା। କିନ୍ତୁ ଲୋକେ ଜାଣନ୍ତି ସରକାର ତାଙ୍କ ପାଇଁ କେତେ କାମ କରୁଛନ୍ତି, ବୁଝିଲା ନା ନାହିଁ? କିନ୍ତୁ କ'ଣ ଲୋକମାନେ ଜାଣନ୍ତି ଯେ ସରକାର ତାଙ୍କ ପାଇଁ କେତେ କାମ କରୁଛନ୍ତି? ଧରନ୍ତୁ କ'ଣ ହେଲା, ଧରନ୍ତୁ ସଡ଼କରେ ମଝିରେ ମଝିରେ କ'ଣ ଯେଉଁ ନିର୍ଦ୍ଦେଶନାମା ଲେଖା ହୋଇଛି, ଯେଉଁ ସଡ଼କର ମଝିରେ ମଝିରେ ଯେଉଁ ନିର୍ଦ୍ଦେଶମାନ ଦିଆଯାଇଛି ନା ନାହିଁ, ଯେଉଁ ଗ୍ରୀନ୍ ରେଡ୍ ବେଡ୍ ହେଡ୍ ଯାହା ବି ଅଛି, ତାପରେ ହର୍ନସ୍ ଯାହା ବି ନିର୍ଦ୍ଦେଶ ଦିଆଯାଇଛି ଯେଉଁ ରାସ୍ତାରେ ଗଲା ବାଟରେ, ସେଗୁଡ଼ିକ କ'ଣ କ୍ୟୁସନ୍ ସାର୍ପ ବେଣ୍ଡ ହେଡ୍, ତାପରେ ଡେଞ୍ଜରିୟସ୍ କର୍ଭ, ବ୍ରାଜେଲ ଏରିଆ ହେଡ୍, ଡ୍ରାଇଭ୍ ସ୍ଲୋ, ଏଗୁଡ଼ିକ ଯେଉଁ ଲେଖା ହେଇଛି, ବଜାର ଏରିଆ ହେଡ୍ ଯେଉଁ ଲେଖା ହେଇଛି, ଦେଖ ସେଗୁଡ଼ିକ କ'ଣ କ'ଣ? ଡ୍ରାଇଭ୍ ସ୍ଲୋ, ବୁଝିହେଲା ନା ନାହିଁ? ସେଗୁଡ଼ିକ କ'ଣ? ଏଗୁଡ଼ାକ କ'ଣ ଖାଲି ମୋଟର ଚାଳକ ସାହେବଙ୍କ ପାଇଁ ଲେଖାଯାଇଛି? ଯେଉଁ ମୋଟର ଚାଳକ ଯେଉଁମାନେ ସାହେବମାନେ, ଯେଉଁମାନେ ଇଂରାଜୀ ପଢ଼ିଛନ୍ତି, ଜ୍ଞାନୀ ଯାହାକୁ ନିଜେ ନିଜେ କହନ୍ତି, ସେମାନଙ୍କ ପାଇଁ କ'ଣ ଲେଖାଯାଇଛି କି? ନାହିଁ। ତ ଯେହେତୁ ସେ ରାସ୍ତାରେ ଲେଖାଯାଇଛି, ସମସ୍ତଙ୍କ ପାଇଁ ଲେଖାଯାଇଛି, ତାହେଲେ ଇଂରାଜୀରେ କାହିଁକି ଲେଖାଯାଇଛି? ବୁଝି ହେଉଛି ନା ନାହିଁ? କାହିଁକି ଓଡ଼ିଆରେ ଲେଖାଯାଏ ନାହିଁ? ତାହା ମଧ୍ୟ ପ୍ରଶ୍ନ କରିଛନ୍ତି ପ୍ରାବନ୍ଧିକ। ସତ କଥା, ଜଣେ ସାଧାରଣ ଚାଲକ ଯଦି ହେଇଥିବ, ଯିଏ ଇଂରାଜୀ ପଢ଼ି ନ ଜାଣିଥିବ, ଯିଏ ଇଂରାଜୀ ବୁଝିପାରୁନଥିବ, ତାହେଲେ କ'ଣ ହେବ? କ'ଣ ହେବ? ସେ ଲେଖାର ମାନେ ଯେ କ'ଣ? କିଛି ନାହିଁ। ନାଇଁ, କରଦାତା ସାଧାରଣ ପଥିକର ଏଥିରେ କିଛି ଭାଗ ନାହିଁ। ଇଂରେଜୀ ସାଙ୍ଗକୁ ଏଥିରେ ଯଦି ଓଡ଼ିଆ ଲେଖା ହୋଇଥାନ୍ତା, ତେବେ କୌଣସି ଓଡ଼ିଆ ପଢ଼ା ଲୋକ ସେଥିରୁ ଜ୍ଞାନ ଆହରଣ କରିପାରିଥାନ୍ତା। ଏବେ ଅବଶ୍ୟ ଅନେକ ଜାଗାରେ ଓଡ଼ିଆରେ ଲେଖା ହେଲାଣି। ଇଂରେଜୀ ଶାସକମାନେ ତାଙ୍କ ପ୍ରତାପ ବଳରେ ଜନତାକୁ ଦୂରରେ ରଖିଥିଲେ, କିନ୍ତୁ ଦେଶୀ ସରକାର ଇଂରେଜୀ ବଳରେ ଲୋକଙ୍କୁ ଦୂରେଇ ରଖିଛନ୍ତି। ଯେଉଁ ଦେଶୀ ସରକାର ଇଂରାଜୀ ବଳରେ ଆମ ଲୋକମାନଙ୍କୁ କ'ଣ କରିଛନ୍ତି? ଦୂରେଇ ରଖିଛନ୍ତି। ପ୍ରାବନ୍ଧିକଙ୍କ ମତରେ ଏଠାରେ ହେଉଛି ଯେ ତମେ ଦୂରେଇକି ରୁହ ନାହିଁ, ବୁଝିଲ ନା ନାହିଁ? ଦୂରେଇକି ରୁହ ନାହିଁ, ତମେ କ'ଣ କର? ଆମ ନିଜ ମାତୃଭାଷାକୁ ଆପଣାର କର, ଇଂରେଜୀ ଭାଷାକୁ ଦୂରେଇ ଦିଅ। ସେୟା କରିବା ପାଇଁ ସେୟା ଲୋକମାନଙ୍କ ପାଖରେ ବାର୍ତ୍ତା ଦେବା ପାଇଁ ପ୍ରାବନ୍ଧିକ କ'ଣ କରିଛନ୍ତି? ଚେଷ୍ଟା କରିଛନ୍ତି ଏହି ପ୍ରବନ୍ଧ ମାଧ୍ୟମରେ। ବୁଝିହେଲା? ଏଇଥିପାଇଁ ଗାନ୍ଧିଜୀ ଏତେ ବ୍ୟାକୁଳ ହୋଇଥିଲେ ମୂକ ଜନତାକୁ ତାର ମାତୃଭାଷାର ଅଧିକାର ଦେବା ପାଇଁ। କ'ଣ କରିଥିଲେ? ସେଥିପାଇଁ ଗାନ୍ଧିଜୀ ଅଧୀର ହୋଇପଡ଼ିଥିଲେ, ବ୍ୟାକୁଳ ହୋଇପଡ଼ିଥିଲେ ଯେ ସେଇ ମୂକ ଜନତା, ଯେଉଁ ଇଂରାଜୀ ଜାଣିନଥିବା ଲୋକମାନେ କ'ଣ ମୂକ ହୋଇପଡ଼ିଥିଲେ, ସେଇ ଜନତାକୁ ନିଜର ମାତୃଭାଷା ଅଧିକାର ଦେବା ପାଇଁ ସେ ବ୍ୟାକୁଳ ହୋଇ ଉଠୁଥିଲେ। କିଏ? ଗାନ୍ଧିଜୀ। ରୁଷ ସରକାର ପ୍ରତ୍ୟେକ ସୋସିଏଟ୍ରେ ଲୋକମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାର ଅଧିକାର ଦେଇଛନ୍ତି। ଯଦି ରୁଷ ସରକାର ତାଙ୍କର ନିଜର ମାତୃଭାଷାର ଶିକ୍ଷା ଶାସନ ଚଳାଇବା ପାଇଁ ଅଧିକାର ଦେଇଛନ୍ତି, ତାହେଲେ ବାସ୍ତବରେ ଲୋକଙ୍କ ହାତକୁ କ୍ଷମତା ଦେଇ ତାଙ୍କ ନିଜ ଭାଷାରେ ଶାସନ କାର୍ଯ୍ୟ ଚଳାଇବା ପାଇଁ ସୁଯୋଗ ନଦେଲେ ସେ କ୍ଷମତାର କିଛି ଅର୍ଥ ନାହିଁ। ବାସ୍ତବରେ ଆମେ ଦେଖିବାକୁ ଗଲେ ଲୋକଙ୍କ ହାତକୁ କ୍ଷମତା ଦେଇ ତାଙ୍କ ନିଜ ଭାଷାରେ ଶାସନ କାର୍ଯ୍ୟ ଚଳାଇବା ପାଇଁ ସୁଯୋଗ ଯଦି ନଦେବା, ତାହେଲେ କିଛି କ୍ଷମତାର ଅର୍ଥ ଅଛି କି? କ୍ଷମତାର ଅର୍ଥ ନାହିଁ। ବୁଝିହେଲା ନା ନାହିଁ? ଗାଁ ଗହଳରେ ବିଡ଼ିଓ ଏବଂ ପଞ୍ଚାୟତ ଇଞ୍ଜିନିୟର ଇଂରେଜୀରେ କଥାବାର୍ତ୍ତା ହେଉଥିଲା ବେଳେ ପାଖରେ ଠିଆ ହୋଇଥିବା ଇଂରେଜୀ ଅନଭିଜ୍ଞ ସରପଞ୍ଚ ଚେହେରା ଯଦି ଆପଣ କେବେ ଦେଖିଥିବେ, ତାହେଲେ ଜାଣିଥିବେ ସେପରି କ୍ଷେତ୍ରରେ ଲୋକପ୍ରତିନିଧିମାନଙ୍କର ଅବସ୍ଥା କ'ଣ? ବୁଝି ହେଉଛି ନା ନାହିଁ? ଗାଁ ଗହଳରେ ଯେତେବେଳେ
इंग्रेजी अभिज्ञ जिन माने इंग्रेजी पाठ जानी जी वीडियो एवं पंचायत इंजीनियर इंग्रेजी दुई जन भितर कथबार्ता चलुव से समय रे सेठारे छिड़ा होइथिबा साधारण सरपंच इंग्रेजी अनभिज्ञ सरपंच चेहरा किभली भाव में सुखी जाइथिबो से किछि ना बुझी पारुथबो ना किछि जानी पारुथबो से भली भाव में अवस्था तार शोचनीय हो जाइथिबो ना नहीं सरपंचर से हीपरी क्षेत्र में लोक मानकर जदि प्रतिनिधि मानकर अवस्था कौन जे होइथिबो साधारण प्रतिनिधि जो मैंने नेता मैंने थे से इंग्रेजी जानी थे इंग्रेजी पढ़ुवे इंग्रेजी बुझी पारुथिबे किंतु साधारण लोक मैंने कौन काबा कौन हो जाउथबो तांकर अवस्था बोली प्राबंधिक एठारे सूचना देइछन्ति। इंग्राजी उठी जाई कागजपत्र जो दिन ओडिया रे होई परिबो जेतेबेले कागजपत्र गुड़िक कोर्ट कचेरी रे तामाने जदि इंग्राजी को उठी जाए जदि ओडिया रे हेई परिबो से दिन साधारण लोकंकर अनेक असुविधा उठी जिवो प्राबंधिक एठारे जुक्ति करिसंती जदि ओडिया भाषा जदि सबु क्षेत्र रे प्रयोजन कराजिबो ओडिया भाषा जदि सबु क्षेत्र रे व्यवहार कराजिबो ताहले कौन हम साधारण लोकंकर अनेक असुविधा उठी जिवो यार मोर मध्य मत। गांधीजी और रवींद्रनाथ कौन मातृभाषा संपर्क में जहाँ कहते गांधीजी एवं रवींद्रनाथ कौन कहले मातृभाषा संपर्क में जहाँ कहते से माने जे केवल जातीयता स्रोत रे भासी जाई कहते ता नुहे बुझिला से माने जातीयता स्रोत रे भासी जाई कहु नथिले किए गांधीजी रवींद्रनाथ ठाकुर निजर मातृभाषा संपर्क जहाँ मध्य कहते जातीयता स्रोत रे भासी जाई कहु नथिले निजर जातीयता को प्राधान्य दे कहु नथिले से माने एंकर दृष्टिकोण खूब प्रैक्टिकल थिला कारण से माने बुझी पारिथिले से माने जानी पारिथिले मातृभाषा प्रकृत रे मनीष पाख साधारण मानव पाखंकु उचित शिक्षा दे पारिबो एवं सब किछि से माने अति सहज रे बुझी पारिबे। एक कथाड़ा महात्मा गांधी रवींद्रनाथ टागोर मध्य जानी पारिथिले शिक्षा विषय नहीं जेते कमिटी बसीथिला यथा ताराचांद कमिटी मुदालियर कमिटी राधाकृष्ण कमिटी जाकिर हुसैन कमिटी समस्ते समस्वर रे कहिथिले मातृभाषा शिक्षा सबु शिक्षार मूल मंत्र समस्ते उच्च स्तर रे कहिथिले जे मातृभाषा शिक्षा हेउची शिक्षा स्तर मूल मंत्र हेउची मातृभाषा जदि शिक्षा स्तर मूल मातृभाषा जदि न जानिबो ताहले किछि होई परिबो नाही किंतु लक्ष्य करिवार कथा जेमिति किए राधाशंकर राय जेमिति कले गौरीशंकर राय जेमिति अन्नदा शंकर राय जेमिति कले से आम ओडिया रे जन्म हेले ओडिया रे रहिले आईएएस हवा पर्यंत किंतु परिणत बयस हेले मध्य से ओडिया भाषा को छाड़ी निजर मातृभाषा बंगला भाषा को ग्रहण करथिले है ना नहीं ठीक सेमिति कौन कले इंग्रेजी भाषा एक जाति उपरे की कौन कला मूल मंत्र हेबो किंतु इंग्रेजी भाषा ये जाति उपरे की इंद्रजाल सृष्टि करिछि ए जो मातृ शिक्षा जाति उपरे निज निज जाति उपरे की भलिया इंद्रजाल सृष्टि करिछि इंद्र कौन तार जाल भी होइथाय कूट कपट करिथाय ठीक सेमिति इंग्रेजी को मध्य इंद्रजाल इंग्रेजी मान को मध्य इंद्रजाल करी इंग्रेजी भाषा को मध्य इंद्रजाल सदृश एठारे प्राबंधिक मत देइछन्ति तेनुकरी इंद्रजाल सृष्टि करिछि ए पर्यंत जेते झड़झंझा भितरे मध्य मातृभाषा प्रति आमर सम्मान आसी नाही एते झड़झंझा आसिले मध्य से मातृभाषा प्रति आमर आज पर्यंत सम्मान आसी नाही बोली कहउछन्ति आम विवाह व्रत निमंत्रण लेखा जाइछि इंग्राजी रे आम लोकसभा हेउछि इंग्राजी रे पुओ झियंकर ना भी दिया जाउछि इंग्राजी रे की आश्चर्य कथा एठाकारे आम मातृभाषा को भूली इंग्राजी भाषा को प्रधान दि जाउछि अथच आम भाषा प्रति जेपरी व्यवहार कले मध्य आमे बेसी व्यग्र किंबा चिंतित नहु काहीकि नहु ए पर्यंत काहीकि आम निजर मातृभाषा को एते छोट निम्न देखुछन्ति हेले मध्य आम व्यवहार काहीकि एते नीच होई उठे आमे काहीकि तार आम व्यवहार को तुच्छ बोली भावी नउछु कौन पाई व्यग्र चिंतित होना हूँ देख 1963 मसीह ओडिशार संस्कृति केन्द्र पुरी ठारे कौन होइछि गोटे नुआ रेल स्टेशन तैयारी हैला केते 1963 मसीह ओडिशार संस्कृति केन्द्र
ପୁରୀ ଠାରେ ଗୋଟିଏ ନୂଆ ରେଳ ଷ୍ଟେସନ ତିଆରି ହୋଇଛି। ସେହି ଷ୍ଟେସନର ପଟିକ ଛତା ଉପରେ ଶାମୁକା ସାହାଯ୍ୟରେ ଷ୍ଟେସନରେ ନାମ ଲେଖା ହୋଇଛି ହିନ୍ଦୀ ଓ ଓଡ଼ିଆ ଭାଷାରେ। ବୁଝିହେଲା। ସେଇ ଷ୍ଟେସନର ପଟିକ ଛାତ ଉପରେ ଶାମୁକା ସାହାଯ୍ୟରେ କ'ଣ ଷ୍ଟେସନର ନାମ ଲେଖା ହେଇଛି ହିନ୍ଦୀ ଏବଂ ଓଡ଼ିଆ ଭାଷାରେ। ହିନ୍ଦୀରେ ପୁରୀ ବନାନ ଲେଖାଥିଲା ଠିକ୍। ଆଶ୍ଚର୍ଯ୍ୟ କଥା, ଆମ ଭାଷା ଆମ ଆମ ଯେଉଁ ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତି ଠାରେ ମଧ୍ୟ ହିନ୍ଦୀରେ ପୁରୀର ବନାନ ଲେଖା ହେଇଛି ଠିକ୍, କିନ୍ତୁ ଅଥଚ ଓଡ଼ିଆରେ ଲେଖା ହେଇଛି ଭୁଲ। କି ଭାବରେ ଆମର ଏଭଳିଆ ଲେଖନୀ ଅଛି, କିଭଳିଆ ଭାବରେ ଲୋକମାନଙ୍କ ମନରେ ସେଇ ମାତୃଭାଷା ପ୍ରତି ସମ୍ମାନ ଅଛି। କେନ୍ଦ୍ର ସରକାରଙ୍କ ଇଞ୍ଜିନିୟର କିମ୍ବା କଣ୍ଟ୍ରାକ୍ଟରଙ୍କୁ ଯଦି ଓଡ଼ିଆ ଜଣା ନାହିଁ, ସେମାନେ କ'ଣ ପୁରୀରେ କାହାକୁ ହେଲେ ଜଣକୁ ପଚାରି ଶୁଦ୍ଧ ଭାବରେ ଲେଖିପାରିଲେ ନାହିଁ? ହଁ, ସେ କେନ୍ଦ୍ର ସରକାର ଯେହେତୁ ନିୟୋଜିତ କରିଥିଲେ ତାଙ୍କର କଣ୍ଟ୍ରାକ୍ଟରକୁ, ସେମାନେ ତାଙ୍କୁ ଓଡ଼ିଆ ହୁଏତ ଜଣା ନାହିଁ। ଯଦି କାହାକୁ ପଚାରିକି କ'ଣ ସେମାନେ ଶୁଦ୍ଧ ଭାବରେ ଲେଖିପାରିଲେ ନାହିଁ? ପ୍ରାବନ୍ଧିକଙ୍କ ମତରେ ଇଏ କ'ଣ ସେମାନଙ୍କର ଅଜ୍ଞାତ ନା ଓଡ଼ିଆ ଭାଷା ଜାତି ପ୍ରତି ଅବହେଳାର ନିଦର୍ଶନ? ଲକ୍ଷ ଲକ୍ଷ ଟଙ୍କାର ସୁନ୍ଦର କୋଠାଟିଏ, ଅଥଚ ସେଥିରେ ଭୁଲରେ ଲେଖା ହେଲା ଓଡ଼ିଆ ନାଁଟା। କି ଆଶ୍ଚର୍ଯ୍ୟ! ଓଡ଼ିଶାରେ ଓଡ଼ିଆ ନାଁ ପୁରୀ, ପୁରୀ ଶଙ୍ଖ କ୍ଷେତ୍ର, ଆମ ଜଗନ୍ନାଥ କ୍ଷେତ୍ର ସେଇଟା ମଧ୍ୟ ଲେଖା ହେଇଛି। ସେଠି ଯେଉଁ ପୁରୀ ଶବ୍ଦ ଲେଖା ହେଇଛି, ପୁରୀର ସେପରି ବନାନ ଭାଷା କୋଷରେ ବି ନାହିଁ। ଯେଉଁଭଳି ଭାବରେ ଯେଉଁ ପୁରୀର ଶବ୍ଦ ଲେଖା ହେଇଛି, ସେପରି ବନାନ ଆମ ଭାଷା କୋଷରେ ଏବେ ମଧ୍ୟ ନାହିଁ। ଏବେ ଅବଶ୍ୟ ତାକୁ ଠିକ୍ କରି ଦିଆଯାଇଛି, କିନ୍ତୁ କୁହାଯାଇଛି ଏବେ ଠିକ୍ କରି ଦିଆଯାଇଛି। ରାଉରକେଲାରେ କେନ୍ଦ୍ର ସରକାରଙ୍କର ଯେଉଁ ତାର ଘର ତିଆରି ହୋଇଛି, ବୁଝିହେଲା ନା ନାହିଁ, ସେଥିରେ ଘରର ନାଁଟା ଉଭୟ ହିନ୍ଦୀ ଓ ଓଡ଼ିଆ ଅକ୍ଷରରେ ଲେଖା ହୋଇଛି। ରାଉରକେଲାରେ ଯେଉଁ ତାର ଘର ତିଆରି ହୋଇଛି, ସେଠାରେ ଘରର ନାଁଟା ଉଭୟ କ'ଣ ଲେଖା ହେଇଛି? ହିନ୍ଦୀ ଓ ଓଡ଼ିଆ ଅକ୍ଷରରେ ଲେଖା ହେଇଛି। ସେହି ଗୃହ ଉନ୍ମୋଚନ କରିବା ପାଇଁ କେନ୍ଦ୍ର ସରକାରୀ ହାକିମ ଆସିଥିଲେ। ତାକୁ ସେ ଗୃହଟା ଉନ୍ମୋଚନ କରିବା ପାଇଁ, ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରର ହାକିମ ଜଣେ ଆସିଥିଲେ। ସେ କୁଆଡ଼େ ଓଡ଼ିଆ ଅକ୍ଷରକୁ ଲିଭାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ଚର୍ଯ୍ୟ କଥା, ଆସିଛନ୍ତି ଓଡ଼ିଶାକୁ, କିନ୍ତୁ ନିର୍ଦ୍ଦେଶ ଦେଲେ ଓଡ଼ିଆ ଅକ୍ଷରଟିକୁ ଲିଭେଇ ଦିଅ। ନିର୍ଦ୍ଦେଶ ଦେଇଥିଲେ ବୋଲି ଖବର କାଗଜରେ ବାହାରିଲା। ଏ କଥାଟା ଯଦି ସତ୍ୟ ହୋଇଥାଏ, ତେବେ ଭାଷା ପ୍ରତି ଆମମାନଙ୍କର ଉଦାସୀନତା କେତେ ତାହା ସହଜରେ ଜଣାଯିବ। ଲଣ୍ଡନରେ ଗୋଟିଏ ଷ୍ଟ୍ରିଟ୍ ଅଛି, ତା ନାଁ ହେଉଛି କଣ୍ଡ୍ୟୁଟ୍ ଷ୍ଟ୍ରିଟ୍। ବୁଝିହେଲା ନା ନାହିଁ? ଲଣ୍ଡନରେ ଗୋଟିଏ ଷ୍ଟ୍ରିଟ୍ ଅଛି, ତା ନାଁ ହେଉଛି କଣ୍ଡ୍ୟୁଟ୍ ଷ୍ଟ୍ରିଟ୍। BBC ସମ୍ବାଦ ପ୍ରଚାରକ ବେଳେ କ'ଣ ସେହି ନାଁକୁ ଯେଭଳି ଭାବରେ ଉଚ୍ଚାରଣ କରାଗଲା, ସ୍କଟଲ୍ୟାଣ୍ଡର କେତେ ଲୋକ ପସନ୍ଦ କଲେ ନାହିଁ। ସମ୍ବାଦ ପ୍ରଚାର ବେଳେ ସେହି ନାଁକୁ ଯେତେ ଉଚ୍ଚାରଣ କରାଗଲେ ମଧ୍ୟ ସ୍କଟଲ୍ୟାଣ୍ଡର ଲୋକେ ତାକୁ ପସନ୍ଦ କଲେ ନାହିଁ। ତାରି ଉପରେ ମାସ ମାସ ଧରି ଆନ୍ଦୋଳନ ଚାଲିଲା। ଶେଷରେ ଲଣ୍ଡନ ସ୍କଟଲ୍ୟାଣ୍ଡ ଉଭୟଙ୍କୁ କ'ଣ କରିଛି? ସୁହାଇଲା ଭଳି ଏକ ଉଚ୍ଚାରଣ ଗୃହୀତ ହେଲା। ତାର କାରଣ ହେଉଛି ନିଜ ଭାଷା ପାଇଁ ସେମାନଙ୍କର ଯଥେଷ୍ଟ ଚେତନା ଓ ସମ୍ମାନ ଅଛି। ଆମ ପାଖରେ ତ ସେଇ ଚେତନା ନାହିଁ, ସେ ସମ୍ମାନ ନାହିଁ। କିନ୍ତୁ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଆମେ ନିଜ ଭାଷା ବିଷୟରେ ସଚେତ ହେବାକୁ ଆରମ୍ଭ କରିନାହୁଁ। ଏଇ ବିଂଶ ଶତାବ୍ଦୀ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଆମ ନିଜ ଭାଷା ପ୍ରତି ଆମେ ସଚେତନ ହେବାକୁ ପଡ଼ିନାହିଁ। ଲୋକ ଘରୁ ଗୋଡ଼ କାଢ଼ିଲେ ବରାବର ମନେ ମନେ ଭାବେ କାହାର ଲୋକେ ତାଙ୍କୁ ଚିହ୍ନନ୍ତି କି ନାହିଁ। ଯଦି ସେ ଦେଶ ବାହାର ଲୋକେ ତାକୁ ଜାଣନ୍ତି, ତାଙ୍କ ଗାଁ ନାଁ କିମ୍ବା ତାଙ୍କ ରାଜ୍ୟର କୌଣସି କଳା, ସଂସ୍କୃତି କିମ୍ବା ଭାଷା ନାଁ ଜାଣନ୍ତି, ତେବେ ସେ ଭାରି ଖୁସି ହୁଏ। ନିଜର ପ୍ରତିଷ୍ଠା ଅଛି ବୋଲି ଭାବି ଅଭିମାନ ଅନୁଭବ କରେ। ଏହି ପ୍ରକାର ଅଭିମାନ ମଣିଷର ଦରକାର ମଧ୍ୟ ନା। ଯଦି ଜଣେ ଘରୁ ବାହାରୁଛି, ଯଦି ସେହି ଅଞ୍ଚଳରେ ତାଙ୍କର ଅଞ୍ଚଳର କିଛି ଜିନିଷ କଳା ସଂସ୍କୃତି ମଧ୍ୟ ଜାଣିଥିବ, ତା ମନ ଭିତରେ ଗୋଟିଏ ଗର୍ବ ଅନୁଭବ ହେବ ନା ନାହିଁ, ଅଭିମାନ ଜାଗ୍ରତ ହେବ। ଏହି ପ୍ରକାର ଅଭିମାନ ମଣିଷର ଦରକାର ମଧ୍ୟ। ତା ନହେଲେ ଲୋକେ ଦେଶ, ଜାତି, ଭାଷା, ସଂସ୍କୃତିର ସୁନାମ ପାଇଁ ଚେଷ୍ଟା କରନ୍ତି କାହିଁକି?
ହଁ ନା ନାହିଁ? ଯଦି ସେସବୁ ନଥାନ୍ତା ତାହେଲେ କାହିଁକି ଦେଶ ଜାତି ତାଙ୍କ ନିଜର ଭାଷା ନିଜ ସଂସ୍କୃତିକୁ ସୁନାମ ପାଇଁ କେମିତି ଅଧିକ ନାମ ଅର୍ଜନ କରିବ, ଅଧିକ ଖ୍ୟାତି ଲାଭ କରିବ ଚେଷ୍ଟା କରନ୍ତେ କାହିଁକି ଯେ? ହେଲା, ବ୍ୟକ୍ତିଗତ ଅନୁଭୂତିରୁ ମୁଁ ଦେଖିଛି, ପ୍ରାବନ୍ଧିକ କହୁଛନ୍ତି ଯେ ତାଙ୍କର ବ୍ୟକ୍ତିଗତ ଅନୁଭୂତିରୁ ସେ ଦେଖିଛନ୍ତି ଓଡ଼ିଶା ବାହାରେ ଲୋକେ ଯେତେବେଳେ ପଚାରନ୍ତି ଓଡ଼ିଶା କ'ଣ ବିହାର ଓଡ଼ିଶା, ଯେତେବେଳେ ସେ ଓଡ଼ିଶା ବାହାରକୁ ଯାଆନ୍ତି ସେଇ ଲୋକମାନଙ୍କୁ ପଚାରନ୍ତି ଓଡ଼ିଶା କ'ଣ ବିହାର, ଯେଉଁ ବିହାର ଅଞ୍ଚଳକୁ ଓଡ଼ିଶା, ସେ ଓଡ଼ିଶା ବୋଲି କହନ୍ତି। ଆଶ୍ଚର୍ଯ୍ୟ ହେଇଯିବା କଥା ନାଇଁ? ଓଡ଼ିଆ ଲୋକେ ବି ଭାଷା କହନ୍ତି, ଓଡ଼ିଆ ଲୋକେ ବି ଭାଷା କହନ୍ତି, ବଙ୍ଗଳା ନା ତେଲୁଗୁ। ପୁଣି ଓଡ଼ିଆ ଲୋକମାନେ କେଉଁ ଭାଷା କହନ୍ତି? ବଙ୍ଗଳା ନା ତେଲୁଗୁ ଭାଷା। ମନେ ମନେ ଟିକେ ବିରକ୍ତ ଲାଗେ ସତ, ଯେତେବେଳେ ପଚାରନ୍ତି ମନେ ମନେ ସେ ବିରକ୍ତ ହୋଇ ଉଠନ୍ତି, କିନ୍ତୁ ଭାବି ଦେଖିଲେ ଦୁର୍ବଳତା ଆମ ନିଜର। ବୁଝିହେଉଛି ନା ନାହିଁ? ଯଦି ଆମେ ଭାବି ଦେଖିବା ତାହେଲେ ଦୁର୍ବଳତା ହେଉଛି ଆମ ନିଜର। ଆମେ ଆମ ଭାଷାକୁ ଉଚ୍ଚତର କରିପାରିନାହୁଁ, ଆମ ଭାଷାକୁ ସମସ୍ତଙ୍କ ପାଖରେ କ'ଣ କରିପାରୁନାହିଁ, ଆମେ ପ୍ରସାରିତ କରିପାରୁ ନାହୁଁ, ଜଣେଇ ପାରୁନାହୁଁ। ପିଲାହାତ ପରି ଏତେ ଟିକିଏ ରାଜ୍ୟକୁ ଯଦି ସବୁ ଲୋକେ ଜାଣିଛନ୍ତି, ଆମକୁ ଜାଣିପାରୁନାହାନ୍ତି କାହିଁକି? ବିଲାତ ପରି ଏତେ ଟିକିଏ ରାଜ୍ୟକୁ ଯଦି ସବୁ ଲୋକେ ଜାଣିପାରୁଛନ୍ତି ତାହେଲେ ଆମ ଭାଷାକୁ କାହିଁକି ଯେ ଜାଣିପାରୁନାହାନ୍ତି? ଆମରି ଭାଷା ପରି ଗୋଟିଏ ବଙ୍ଗଳା ଭାଷାକୁ ଯଦି ପୃଥିବୀ ଲୋକେ ଜାଣିଛନ୍ତି, ଆମକୁ ଜାଣୁନାହାନ୍ତି କାହିଁକି? ଆଶ୍ଚର୍ଯ୍ୟ। ଯଦି ଆମ ଭାଷା ପରି ଗୋଟିଏ ବଙ୍ଗଳା ଭାଷାକୁ ଯଦି ସାରା ପୃଥିବୀ ଲୋକ ଜାଣିପାରୁଛନ୍ତି ତାହେଲେ ଆମ ଓଡ଼ିଆ ଭାଷାକୁ କାହିଁକି ଯେ ଜାଣିପାରୁନାହାନ୍ତି? ପ୍ରାବନ୍ଧିକ ମନ ଭିତରେ ପ୍ରଶ୍ନ ପରେ ପ୍ରଶ୍ନ ଉଙ୍କି ମାରୁଛି। ଭାରତୀୟ ଭାଷାର ଉଦାହରଣ ଦେଲା ମାତ୍ରେ ଲୋକେ ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ମରାଠୀ, ତେଲୁଗୁ, ତାଲିମର ନାଁ କହୁଛନ୍ତି, ଅଥଚ ଆମ ନାଁ କେହି ଧରୁନାହାନ୍ତି। କାହିଁକି? ସେଇଟା ଆମର ଦୁର୍ବଳତା ଯୋଗୁଁ। ତାର କାରଣ ବୋଧ ହୁଏ ଆମ ରାଜ୍ୟକୁ ଓ ତାର ଭାଷା ସାହିତ୍ୟକୁ ବିଶେଷ ପ୍ରଗତିଶୀଳ କରିପାରୁନାହୁଁ। ସେଥିପାଇଁ ନିରଳସ ନିରବଚ୍ଛିନ୍ନ ସାଧନା ଦରକାର। ଯେଉଁ ସୁବିଧା ସୁଯୋଗ ଓ ସାଧନା ନେଇ କେତେକ ଭାରତୀୟ କ'ଣ କହିଛନ୍ତି ଭାଷା ଆଗେଇ ଯାଇଛନ୍ତି, ଓଡ଼ିଶା ଭାଗ୍ୟରେ ତା ଜୁଟି ନାହିଁ। ଆଶ୍ଚର୍ଯ୍ୟର କଥା ଏବଂ ଦୁଃଖର କଥା ଯେ କେତେକ ଭାଷା ଆଗେଇ ଯାଇଛନ୍ତି, ପୃଥିବୀରେ ଖ୍ୟାତି ଅର୍ଜନ କରିଛି, କିନ୍ତୁ ଓଡ଼ିଆ ଭାଷା ଏ ପର୍ଯ୍ୟନ୍ତ ଜୁଟି ନାହିଁ। ବିଦେଶୀ ଶାସନ ତଳେ ଭାରତୀୟ ଭାଷାମାନଙ୍କର ଯେତିକି ଗତିରୋଧ ହୋଇଛି ତାଠୁ ବେଶୀ ହୋଇଛି ଓଡ଼ିଆ ଭାଷା। ଯେତେବେଳେ ବିଦେଶୀ ଶାସନ ଭାରତୀୟ ଭାଷାଙ୍କ ଯେତିକି ଗତିରୋଧ ହୋଇଛି ତାଠୁ ବେଶୀ ହେଇଯାଇଛି ଓଡ଼ିଆ ଭାଷା। ଓଡ଼ିଆ କେବଳ ବ୍ରିଟିଶମାନଙ୍କ ତଳେ ନଥିଲା, ବହୁ କାଳ ପର୍ଯ୍ୟନ୍ତ ବଙ୍ଗ, ବିହାର ପ୍ରଭୃତି ପ୍ରଦେଶ ସଙ୍ଗେ ଯୋଡ଼ା ହୋଇ ରହିଥିଲା। ବୁଝିହେଲା ନା? ଖାଲି ବଙ୍ଗ, ବିହାର ପ୍ରଭୃତି ଦେଶ ସାଙ୍ଗେ କ'ଣ ହେଇକି ଯୋଡ଼ା ହେଇକି ଥିଲା। ଓଡ଼ିଶାର ବାବୁ ଶ୍ରେଣୀ ଏବେ ବି ପୁରା ଓଡ଼ିଆ ହୋଇ ନାହାନ୍ତି। ଯେଉଁ ବଡ଼ ବଡ଼ ଲୋକ ଯେଉଁମାନେ ପାଠ ପଢ଼ିଛନ୍ତି, ବାବୁ ଶ୍ରେଣୀ ଲୋକମାନେ ଏବେ ମଧ୍ୟ ଓଡ଼ିଆ ହୋଇପାରିନାହାନ୍ତି। ଯେତେବେଳେ ତ ପ୍ରାୟ ସମସ୍ତେ ଥିଲେ ବିଦେଶୀ, ସେ କାଳ ଗଡ଼ଜାତମାନଙ୍କରେ ପୁଣି ଓଡ଼ିଶାରେ 26ଟା ଗଡ଼ଜାତ। ହେଲା, ବାବୁ କହିଲେ କେବଳ ବଙ୍ଗୀୟ ଭଦ୍ରଲୋକମାନଙ୍କୁ ବୁଝୁଥିଲେ ଏବଂ ବଙ୍ଗଳା ଭାଷା କହୁଥିଲେ। ତେଣୁ ଓଡ଼ିଆ ଭାଷା ପ୍ରତି ଚିନ୍ତା କରୁଥିଲା କିଏ? କେହି ମଧ୍ୟ କରୁନଥିଲେ। ଆସିଥିଲେ ବିଦେଶୀମାନେ, ବଙ୍ଗଳାମାନେ, ଅନ୍ୟ ଅନ୍ୟ ଦେଶମାନେ ଆସିଥିଲେ, ଅନ୍ୟ ଅନ୍ୟ ରାଜ୍ୟମାନେ ଆମ ଓଡ଼ିଆ ଜାତିକୁ ପ୍ରବେଶ କରିଥିଲେ, ଯାହାଫଳରେ ଓଡ଼ିଆ ଭାଷା ସଂକୁଚିତ ହୋଇ ଉଠିଲା ଏବଂ ଅନ୍ୟ ଭାଷା ଗୁଡ଼ିକ ଉପରକୁ ଉଠିବାରେ ଲାଗିଲା, ଯାହାକି ଆମ ଓଡ଼ିଆ ଜାତି ପ୍ରତି ଗୋଟିଏ କ'ଣ ହେଲା, ଶୋଚନୀୟ ଅବସ୍ଥା ସୃଷ୍ଟି ହେଲା। ଫକୀର ମୋହନଙ୍କ ପରି ଯେଉଁମାନେ ଚିନ୍ତା କରୁଥିଲେ, ଆମ ଫକୀର ମୋହନ ସେନାପତି ନାଇଁ, ଯେଉଁମାନେ ଚେଷ୍ଟା କରୁଥିଲେ ସେମାନଙ୍କୁ କୁହାଯାଉଥିଲା ରିଙ୍ଗ ଲିଡର। କାହାକୁ ରିଙ୍ଗ ଲିଡର କୁହାଯାଉଥିଲା? ଯେଉଁମାନଙ୍କର ଚିନ୍ତାଧାରା ଥିଲା ଫକୀର ମୋହନ ସେନାପତିଙ୍କ ପରି, ସେମାନଙ୍କୁ କୁହାଗଲା ରିଙ୍ଗ ଲିଡର। ମନେ ରଖିଥିବ, ରିଙ୍ଗ ଲିଡର କହିଲେ କ'ଣ ବୁଝ? ହିନ୍ଦୀ ଲୋକେ ଆସି ଓଡ଼ିଆ ପାଇଁ କାମ କରିବା ପାଇଁ, ଓଡ଼ିଆ ଲୋକେ ଯାଇ ମରାଠୀ ଭାଷାର ଉନ୍ନତି ପାଇଁ ଚେଷ୍ଟା କରିବାର ଉଦାହରଣ ଖୁବ୍ କମ୍। ବୁଝିଲା? ହିନ୍ଦୀ ଲୋକେ ଆସି ଓଡ଼ିଆ ପାଇଁ କାମ କରିଲେ ଏବଂ ଓଡ଼ିଆ ଲୋକମାନେ ଯାଇ ମରାଠୀ ଭାଷାରେ ଉନ୍ନତି ପାଇଁ ଚେଷ୍ଟା କରିବାର ଉଦାହରଣ ଖୁବ୍ କମ୍। ଏସବୁ କ୍ଷେତ୍ରରେ ପ୍ରତ୍ୟେକ ନିଜ ଭାଷା ପାଇଁ କାମ କରିବା କଥା। ନିଜ ଭାଷା ପ୍ରତି ସମସ୍ତେ କାମ କରିବା ଉଚିତ। ଆମେ ଯଦି ଭାବୁଥାଉ ଆମ ପାଇଁ ଆଉ ଲୋକେ କରିବେ, ସେ ଭାବନା ଆମର ଭୁଲ, ବ୍ୟଥା।
ସେ ଭାବନା ଆମ ପାଇଁ ଭୁଲ। ବଥ ସିନା ବଥାଏ ଆବୁ କାହାର ବଥାଏ ନାହିଁ। କ'ଣ ଏଠାରେ କୁହାଯାଇଛି? ବଥ ସିନା ବଥାଇଥାଏ ଆବୁ କ'ଣ ବଥାଇଥାଏ କି? ବଥାଏ ନାହିଁ। ଆମର ଉନ୍ନତି ପାଇଁ ଆମକୁ କ'ଣ କରିବାକୁ ପଡ଼ିଥାଏ? ଆମକୁ ସେ ପଦକ୍ଷେପମାନ ଗ୍ରହଣ କରିବାକୁ ପଡ଼ିଥାଏ ଏବଂ ଆମକୁ ପରିଶ୍ରମ କରିବାକୁ ପଡ଼ିଥାଏ। ତେଣୁ କରିକି କଥାରେ କୁହାଯାଇଛି ବଥ ସିନା ବଥାଏ ଆବୁ କାହାର ବଥାଏ ନାହିଁ। କାରଣ ଏହି ଅନ୍ୟର ଉନ୍ନତି ପାଇଁ ଆନ୍ତରିକତା ସହିତ କାମ କରନ୍ତି ନାହିଁ। ବୁଝିଲା ନା ନାହିଁ? ନିଜର ଉନ୍ନତି ପାଇଁ ଆନ୍ତରିକତା ସହିତ କାମ କରିବା ଉଚିତ। ଏ ବିଷୟଟି ଏତିକିରେ ଶେଷ ହେଇଯାଇଛି।